4 ବର୍ଷରୁ ଊର୍ଦ୍ଧ୍ୱ ହେବ ଗ୍ରାମରେ ନେଟୱାର୍କ ବସିଛି ହେଲେ ମୋବାଇଲରେ ଆସୁନାହିଁ ନେଟ୍। ଏପରିକି ଭଏସ୍ କଲ୍ ଟିକେ କରିବାକୁ ବି ହଇରାଣ ହେଉଛନ୍ତି ଲୋକେ। ଆଜି ଆମେ ଆସି ପହଞ୍ଚିଛୁ କନ୍ଧମାଳ ଜିଲ୍ଲା ଫିରିଙ୍ଗା ବ୍ଲକ ସଦର ମହକୁମା ପାଙ୍ଗା ଉପରସାହି ପଞ୍ଚାୟତ ଅଧୀନ ଥିବା ମାଲା ଗ୍ରାମରେ। ଏଠାରେ ଅନେକ ସରକାରୀ କାର୍ଯ୍ୟାଳୟ ସାଙ୍ଗକୁ ଅନେକ ବେସରକାରୀ ସଂସ୍ଥାଗୁଡ଼ିକ ମଧ୍ୟ ରହିଛି। ହେଲେ ଇଣ୍ଟରନେଟ୍ ଚାଲୁନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଏପରିକି ଅନଲାଇନ କାର୍ଯ୍ୟ ମଧ୍ୟ ହୋଇପାରୁନଥିବା ଅଭିଯୋଗ ହେଉଛି। ତେବେ ଆସନ୍ତୁ ଆମ ସହିତ ଏଠିକାର ପଞ୍ଚାୟତବାସୀ ଏବଂ ପଞ୍ଚାୟତର ସମିତି ସଭ୍ୟ ମଧ୍ୟ ଯୋଡ଼ି ହୋଇଛନ୍ତି। ସିଧାସଳଖ ତାଙ୍କ ସହିତ ଆଲୋଚନା କରିବା କେବେଠୁ ଏ ଇଣ୍ଟରନେଟ୍ ସେବା ପାଇବାରୁ ବଞ୍ଚିତ ଅଛନ୍ତି ଆଉ କ'ଣ କ'ଣ ସବୁ ସମସ୍ୟା ରହିଛି। ସାର୍ ଆପଣଙ୍କୁ ସ୍ୱାଗତ କରିବି ଏମ୍ବିସି ଟିଭିକୁ। ତ କ'ଣ କହିବା, ଆପଣଙ୍କ ଗାଁରେ ଗୋଟେ ଦୀର୍ଘ ବର୍ଷ ହେଲାଣି ନେଟୱାର୍କଟି ନିର୍ମାଣ ହେଇଛି ସତ, କିନ୍ତୁ କ'ଣ ସମସ୍ୟା ରହିଛି, ଆପଣ କ'ଣ ସବୁ ସମସ୍ୟାରେ ବଞ୍ଚିତ ରହୁଛନ୍ତି? ଦେଖନ୍ତୁ ଆଜ୍ଞା, ଦୀର୍ଘ 4 ବର୍ଷ ହେଲା ନେଟୱାର୍କ ନିର୍ମାଣ ହେଇକି କିନ୍ତୁ ତଥାପି ମଧ୍ୟ ଆଜି ପର୍ଯ୍ୟନ୍ତ ଆମେ ଇଣ୍ଟରନେଟ୍ର ସୁବିଧା ପାଇପାରିଲୁ ନାହିଁ। ଇଣ୍ଟରନେଟ୍ କହିଲେ ଦେଖନ୍ତୁ, ପିଲାମାନେ ଅନଲାଇନ୍ରେ ଯେଉଁ ପାଠ ପଢ଼ା ଡିଜିଟାଲ ଦୁନିଆ ସେଇଟା ବି ପାଇପାରିଲେ ନାହିଁ। ଆମର ଗାଁ ସାଥୀ ମେଟ୍ ଭାଇମାନେ ଇଣ୍ଟରନେଟ୍ର କାମ ସିଏ ସୁବିଧା ପାଇପାରିଲେ ନାହିଁ। ଏବେ ପର୍ଯ୍ୟନ୍ତ ସରପଞ୍ଚ ସମିତି ସଭ୍ୟ ନିଜକୁ ପରିଚୟ ଦେବା ପାଇଁ ଆମକୁ ଘୃଣା ଲାଗୁଛି ଆଜ୍ଞା। ଯେତେବେଳେ ଆମର ସମିତି ମିଟିଂ ହୁଏ, ବ୍ଲକରୁ ଯେକୌଣସି ମିଟିଂ ହୁଏ, ଯେକୌଣସି ନୋଟିସ୍ ମାଧ୍ୟମରେ ଆଜି ଇଣ୍ଟରନେଟ୍ ଦୁନିଆ ଆମର ହ୍ୱାଟ୍ସଆପ୍ ମାଧ୍ୟମରେ ନୋଟିସ୍ ଦିଆଯାଏ। ସେଇ ନୋଟିସ୍ ମିଟିଂ ସରିଲା ପରେ ଆମେ ପାଇପାରୁଛୁ। ନିଜକୁ ପରିଚୟ ଦେବା ପାଇଁ ବି ଲାଜ ଲାଗୁଛି। ଏଇ ଯୋଉ ନେଟୱାର୍କଟା ନିର୍ମାଣ ହେଇଛି କେତେ ବର୍ଷ ହେଲାଣି ଏଟା ତିଆରି? 2022 ମସିହା ହିସାବ କରନ୍ତୁ, 2022 ଆଜି 2026 ହେଲାଣି। ଦୀର୍ଘ 4 ବର୍ଷ ହେଲାଣି। 4 ବର୍ଷ ହେଲା ନିର୍ମାଣ ହେଇକି କିନ୍ତୁ ଆମେ ଭଏସ୍ କଲ୍ କିଛି ସୁବିଧା ପାଉଥିଲୁ। କିଛି ଦିନ ହେଲା ଏଇ ଭଏସ୍ କଲ୍କୁ ମଧ୍ୟ ବନ୍ଦ କରିଦିଆଯାଏ, କାହିଁକି ଇଣ୍ଟରନେଟ୍ ସୁବିଧା ପାଇଁ। ତଥାପି ମଧ୍ୟ ଇଣ୍ଟରନେଟ୍ ସୁବିଧା ଆଜି ପର୍ଯ୍ୟନ୍ତ ଆମେ ପାଇପାରିଲୁ ନାହିଁ। କ'ଣ ସମସ୍ୟା ଆମେ ନିଜେ ବି କହିପାରୁନୁ। କାହିଁକି ଆମେ ML ପାଖକୁ ଯାଇଥିଲୁ, 4-5 ଥର ଦାବି ରଖିଥିଲୁ। ସିଏ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା ଅଳ୍ପ ଦିନ ଭିତରେ ତମର ଇଣ୍ଟରନେଟ୍ ଚାଲିବ, କିନ୍ତୁ ସେଇଟା ବି ସେଇ ପ୍ରତିଶ୍ରୁତିରେ ହିଁ ରହିଗଲା। ପୁଣି ଜିଲ୍ଲାପାଳ ପାଖକୁ 2 ଥର ଯାଇଥିଲୁ, 2 ଥର ଆମେ ଦାବିପତ୍ର ବଢ଼େଇଛୁ। ସିଏ ମଧ୍ୟ ୟାର ସୁବ୍ୟବସ୍ଥା କରାହେବ ବୋଲି, କିନ୍ତୁ ସେଇଟା ବି ସେଇ ପ୍ରତିଶ୍ରୁତିରେ ରହିଯାଇଛି। ଆଜି ପର୍ଯ୍ୟନ୍ତ ଆମେ କୌଣସି ସୁବିଧା ଆଉ ପାଇପାରିନା। ଆଜି ସେଇଥିପାଇଁ ଆମେ ଟୋଟାଲି ଇଣ୍ଟାର ପଞ୍ଚାୟତବାସୀଙ୍କୁ ଡାକି ବୈଠକ କରାହେଇଥିଲା। ଯେଉଁ ଆଜି ଦିନ ଠାରୁ ଆମେ ନିଷ୍ପତ୍ତି ନେଇଛୁ କିଛି ଦିନ ଜଗିବା, ସରକାରଙ୍କୁ ଅବଗତ କରିବା। ସପ୍ତାହଟି ପର୍ଯ୍ୟନ୍ତ 8-10 ଦିନ ପାଇଁ ଆମେ ଅବଗତ କରିବା। ଏଇ 8-10 ଦିନ ଭିତରେ ଯଦି ଇଣ୍ଟରନେଟ୍ର ସୁବିଧା ଦିଆ ନଯାଏ ତାହେଲେ ଆମେ ବାଧ୍ୟ ହେଇକି ରାଜରାସ୍ତାକୁ ଓହ୍ଲେଇବୁ। ନଚେତ ଶେଷ ନିଷ୍ପତ୍ତି ହେଇଛି ଆମେ ପଞ୍ଚାୟତବାସୀ ଯାଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବୁ, ଧାରଣାରେ ବସିବୁ। ୟା ପରେ ଆମର ପୁଣି ପରବର୍ତ୍ତୀ ବିଚାର। ଏତିକିରେ ମଧ୍ୟ ଯଦି ଆମର ଦାବି ପୂରଣ ହେଲା ନାହିଁ ତାହେଲେ ଆଗାମୀ ନିର୍ବାଚନରେ ଆମେ ପାଙ୍ଗା ଉପରସାହି ଗ୍ରାମ ପଞ୍ଚାୟତବାସୀ ଟୋଟାଲି ଆମେ ଭୋଟ ବର୍ଜନ କରିବା ବୋଲି ଆମର ଶେଷ ନିଷ୍ପତ୍ତି। ନିଶ୍ଚିତ ଭାବରେ ଆମେ ଆଲୋଚନା କରୁଥିଲୁ, ପ୍ରତିକ୍ରିୟା ନେଉଥିଲୁ ଏଠିକାର ଯେଉଁ ସମିତି ସଭ୍ୟ ଦିଲ୍ଲୀପ ଭାଇଙ୍କଠୁ। ସେ ଯାହା ପ୍ରତିକ୍ରିୟା ରଖୁଥିଲେ ଏଇ ନେଟୱାର୍କକୁ ନେଇକି ଦୀର୍ଘ ବର୍ଷ ହେଲାଣି ସେମାନେ ସମସ୍ୟା ଭୋଗୁଛନ୍ତି। ଏମିତି ବି ଯାଇକି ବିଧାୟକଙ୍କ ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି। ନେଟୱାର୍କ ସମସ୍ୟା ଯାଇକି ମଧ୍ୟ ସେ ଅନେକ ଥର ଦାବିପତ୍ର ମଧ୍ୟ ଦେଇଛନ୍ତି ଚାଲୁ କରିବା ପାଇଁ। ଏ କଥା କୁହନ୍ତୁ, ଗାଁ ସାଥୀ ସେ ଯେଭଳି ଭାବରେ ଯେଉଁ କାମ କରୁଛନ୍ତି, ମାନେ ଅନଲାଇନ ଯେଉଁ ଫଟୋ ଗୁଡ଼ା ଅପଲୋଡ କରୁଛନ୍ତି, ତ କିଭଳି ଭାବରେ ସେ ଅପଲୋଡ କରୁଛନ୍ତି, କ'ଣ ସବୁ ନେଟୱାର୍କ ସମସ୍ୟା ରହିଛି, କ'ଣ କହିବେ ସେ? ଆଜ୍ଞା ଦେଖନ୍ତୁ, ଆଜି ପ୍ରାୟ 4 ବର୍ଷ ହେଲାଣି ଆମେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛୁ। ତ ବର୍ତ୍ତମାନ ଗାଁରେ ଟାୱାର ଥାଇକି ମଧ୍ୟ ଆମେ ଛାଡ଼ିଙ୍ଗା ଗଲେ ଆମକୁ 5 କିଲୋମିଟର ପଡ଼ୁଛି, କାଲାଡ଼ି ଗଲେ 6 କିଲୋମିଟର ପଡ଼ୁଛି। ହେଲେ ମଧ୍ୟ ଆମେ ସରକାରଙ୍କ ନିର୍ଦ୍ଦେଶକୁ ଆମେ ବାଧ୍ୟ ମାନିବାକୁ ପଡ଼ୁଛି। କିନ୍ତୁ ଆମେ ବହୁ କଷ୍ଟରେ ତାଙ୍କ ସରକାରଙ୍କ କାର୍ଯ୍ୟକୁ ଆମେ କରିବାକୁ ବାଧ୍ୟ। ତେଣୁ ଆମେ ସକାଳେ ଫଟୋ ଅପଲୋଡ଼ କରିବା ପାଇଁ ଛାଡ଼ିଙ୍ଗା ଯାଉଛୁ, ପୁଣି ଉପରବେଳା ଫଟୋ ଅପଲୋଡ଼ କରିବା ପାଇଁ ପୁଣି ଛାଡ଼ିଙ୍ଗା ଯିବାକୁ ପଡ଼ୁଛି। ଛାଡ଼ିଙ୍ଗା ଗଲେ କେତେବେଳେ ତ ସେଇଟା ପୁଣି ଜିଓ ଲ୍ୟାଣ୍ଡରିଙ୍ଗାରେ ବସିଛି, ସେଇଟା ମଧ୍ୟ ଠିକ୍ ଭାବରେ ଚାଲୁନାହିଁ। ଆଉ BSNL ତ କରେଣ୍ଟ ନଥିଲେ ତ ତାର ଟାୱାର ନଥିବ। ଏଣୁ ପୁଣି ଆମେ ଛାଡ଼ିଙ୍ଗାରେ ପୁଣି ବାଧ୍ୟ ହେଉଛୁ କାଲାଡ଼ ଯିବା ପାଇଁ। ହାରାହାରି ଆମକୁ 10 କିଲୋମିଟର ଯିବା ଆସିବା ପଡ଼ୁଛି। ଏଣୁ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ ଆଜ୍ଞା। କିନ୍ତୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ ଯେ ଆଜି ପର୍ଯ୍ୟନ୍ତ ଆମେ 4 ବର୍ଷ କାଳ ଆମେ ଦେଖନ୍ତୁ ରିଚାର୍ଜ କରିବା ପାଇଁ ଆମେ ତ 350 ଟଙ୍କା ଦେଉଛୁ। 350 ଟଙ୍କା ଦେଇକି ଆମେ ରିଚାର୍ଜ କରୁଛୁ ପୁଣି କେବଳ ଭଏସ୍ କଲ୍ ପାଇଁ, କିନ୍ତୁ ଆମେ ଇଣ୍ଟରନେଟ୍ ସୁବିଧା ପାଇପାରୁନୁ। ୟାର କେତେ ଆପଣମାନେ ଚିନ୍ତା କରନ୍ତୁ ଆମେ କେତେ ଅସୁବିଧାର ସମ୍ମୁଖୀନ ହେଉଛୁ। ଏଣୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ, ଦୟାକରି ଆମର ଏଇ ଅସୁବିଧାକୁ ଟିକେ ଦୂର କରନ୍ତୁ। ଯଥାଶୀଘ୍ର ଆମ ଇଣ୍ଟରନେଟ୍ ସୁବିଧା କଲେ ଆମେ ବହୁତ ଅଞ୍ଚଳବାସୀ ଉପକୃତ ହେବୁ। ଏବଂ ଆମ ପାଙ୍ଗା ଉପରସାହି ଗ୍ରାମ ପଞ୍ଚାୟତର ଆମେ 7ଟି ୱାର୍ଡର ଏଇ ଟାୱାର ଉପରେ ନିର୍ଭର କରୁ। ଭାବରେ ପ୍ରତିକ୍ରିୟା ଆମେ ନେଉଥିଲୁ, ଯାହା ସେ ପ୍ରତିକ୍ରିୟା ଦେଉଛନ୍ତି
दीर्घ 4 वर्ष हेलाणी से ही समस्या सम्मुखीन होती फोटो अपलोड कथा कहतु कि फोन पे कथा कहतु जहाँ इमरजेंसी जब पैसा पठेवा कथा कहतु से अनेक समस्या सम्मुखीन अच्छा सीधासख आहरी एठिकार जो बासिंदा अच्छा गाँव मुखिया अच्छा सहित आलोचना करवा सर कौन कहवा आप दीर्घ वर्ष नेटवर्क दीर्घ 4 वर्ष हेलानी आम गाँव में नेटवर्क बसी सत आम कौन सी इंटरनेट सेवा पाई तेणु आम इंटरनेट सेवार बहुत वंचित यही समस्या को समाधान पाई आम विधायक पाखक द्वारस्थ होइथिलु लिखित अभियोग देइथिलु आउ जिलापाल पाखक भी जाइथिलु तांकु भी लिखित अभियोग देइचु किंतु कहार भी आम उत्तर आज पर्यंत पाई पारे तेणु आगामी दिन में इंटरनेट सेवा पाई आम आज मीटिंग बसथिलु आगामी दिन जदि आमर इंटरनेट सेवा न सुविधा न करेंगे ताहले आम समय दौचु 10-12 दिन भितर किसी ना किसी समाधान करंतु बोली सरकार को अनुरोध करुचु जदि अनुरोध न कले आम आगामी 10-12 दिन भितर आम जिलापाल ऑफिस रे घेराव करू बोली आम निष्पत्ति नहीं तेणु जदि भी सेतिक भी सरकार जदि आम कथा न शुणिले ताहले आम बाध्य होई आसंता 2027 मसीहा आमर पंचायत राज निर्वाचन हम से भोट वर्जन कर बाध्य निहाती भाव में आपण मैंने शुणुले आगामी पंचायत इलेक्शन जो रही से पंचायत इलेक्शन में भोट वर्जन करने जहाँ से निष्पत्ति नहीं देखा जाऊ ये जो खबर प्रसारण है केबे ए गाँव में नेटवर्क सुविधा ये गाँव लोक मैंने वंचित न रुहति सरकार केबे नेटवर्क सुविधा करती कंधमाल जिला फुलबाड़ी मिरिगा ब्लॉक पांगा उपसार पंचायत मालारू सुशांत दिगाल MBC TV।